हेलो भाई मैंने आम यूट्यूब फैमिली आज देखुए सब मसला मसला ये सब आमर अदा रसुण पेस्ट ये सब मसला देखुए बिल गहरी धान सब केड़े बड़ बड़ है बिल गहरी आज माछ गोटे पकोड़ा टाइप हम कॉर्नफ्लोर पाउडर पकईकि मसला मसली पकई सी गोटे आज ये हम पकोड़ा टाइप ये सब मसला मसली अच्छी पिज और देखुए आम ये सब कौन लुण मसला मसली नहीं कि बाबू ये हमारे मसला मसली अंडा चप मसला भड़की तो एतिक सब मसला सब देखुए बड़की मुंड माछ मुंड मुंड धुआ जाता धुई न रे धुई जाता केतरा धुई रखिदे केतरा है आमर ए मैदा ये कॉर्नफ्लोर पाउडर तापर आमर कलर धनिया पड़गला हलदी पाउडर जीरा जीरा पाउडर यहाँ लंका पाउडर गरम मसला चिकन मसला माछर चिकन मसला नुआ स्टाइल टेस्ट लगे दालचीनी अदा रसुण पेस्ट आमर पड़ा स्वाद अनुसार किरकिरा जिनस लुण आमर यहाँ किरकिराटा लुणटा अधे पकईदे पूरा झिना करद पड़ा पचे दिन अलुणा हम पचे पकई बुड़ी गोड़ा पानी पचे पकईदे काठ है गोटे सोर्ष तेल टे पकईद कहीं माछ भर टे मिसिव अंडे पकईद कि भल भाव मिसईदे मिसईदेला हाँ हो पानी पकाना काठ काठ लगे अठड़ा अठड़ा आज गोटे नुआ स्टाइल आपण मैंने बनातु देखुवे ये बढ़िया धान एवं सब छोट छोट गहिर माल भाड़ीटा भाड़ी देखुए भाड़ी भर आम चलती अंडे पकड़ मोर पानी अल्प पकईदे आमर सीनेरीटा देखिपे छोट भाड़ी यहाँ गहिर माड़ भोजी आम ये आमर प्राय आम ये भोजी आम सब सांगसाथी आम ये रोषे कर भल जगटे अच्छी चारिपटे जाक पहाड़ देखुए सेपटे पहाड़ एपटे आमर भाड़ीटा बढ़िया ये खरा वर्षा ये आमर रोषे मेघ देखुए मेघ भी आसला
ମେଘ ମେଘ ପାଗକୁ ଆମର ଇଏ ଆଜି ଚାଲିଛି ମାଛ ଛଣା ହେବ ନାଇଁ ବାବୁ ମାଛ ଛଣା ଆମର ଦେଖୁଛ ମସଲା ପକାଇ କଲର୍ଟା କେମିତି ଲାଲ ଲାଲ ହେଇଗଲା ଭଲ ପାକି ଗରମ କରିକି ତେଲଟାକୁ ଝିନଝିନା ହଟ୍ କରିବାକୁ ପଡ଼ିବ ପାଗଟା ଆମର ନାଙ୍କା 7-5 ହେଇଛି ମାଛ ପକୋଡ଼ାଟା ଭିତରେ ହେଇଯିବ ଆଉ ବହୁତ ତେଲରେ ସୋରିଷ ତେଲ ଆମର ଆସୁଛି କଚି ଘନି ସୋରିଷ ତେଲକୁ ଇଆଡ଼େ ମାଛ ଭଜା କିରକିରା ହେଇକି ଲାଭ ଦେଲାଣି ମାଛ ଆମର ଏବେ ହେଇଗଲା ଚାଲନ୍ତୁ ଆମର ମାଛ ଭଜାଟା ଦେଖୁଛେ ଏବେ ପତ୍ରରେ ଆଜି ଥୁଆ ହେଇଛି ମାଛ ଭଜା ହେଇନି ହେବ ଆଉ ସବୁ ତାକୁ ମ୍ୟାରିନେଟ୍ କରିକି ରଖାଯାଇଛି ଆଉ ତାପରେ ଆମେ ତାକୁ ଭଲ ଭାବରେ ଛାଣିବା ଇଏ କରିବା ଆଉ ରେଡ଼ି ଦେଖିପାରୁଥିବେ ଚିକା ପୁରା ନାଙ୍ଘା ଚିକା 7-5ରେ ଆମର ଏବେ କଡ଼େଇରେ କାମ ସରିନି କି ତାଙ୍କର ସରିନି କଡ଼େଇ ଆମର ଏବେ ବସିଛି ଦେଖୁଥିବେ ତାପରେ ତେଲ କଡ଼େଇ ଗରମ ହେଲେ ସବୁ ଆମର ରେଡ଼ି ହେଇଗଲା ସେଇଠି ଜଲ୍ଦି କିଣିକି ଆଣିଲୁ ତ ଆଜି ମାନ ସେଇଠି ନାଇଁ କାମ ଚାଲିଛି ଗାଧା କରିକି ତେଲ ଆମର ଏବେ ପଡ଼ିଗଲା ସୋରିଷ ତେଲରେ ମାଛ ଏବେ ପଡ଼ିଗଲାଣି ଦେଖୁଥିବେ ସୋରିଷ ତେଲରେ ଚାଲିଛି ରୋଷେଇଟା ଆଜି ଆଉ ବାସ୍ନାଟା ହେବ ଭଲ ସୋରିଷ ତେଲକୁ ଭଜା ଭାଜି ତ ପପୁ ସେଠି ତ ବହିଛି ଆମର ତ ଦେଖୁଥିବେ ବିଲ ଗହିର କାମ ବିଲ ଗହିର ରୋଷେଇଟା ବହୁତ ମଜା ଲାଗେ ରୋଷେଇଟା ଆଜି ଚାଲିଛି ଆମର ଗୋଟେ 7-5ରେ ଆଉ ତ ଲାଷ୍ଟ ତାପରେ ଆମର ରାଇସ୍ଟା ହେବ ଆମର ଏବେ ମାଛ ମୁଣ୍ଡ ହେଇଗଲାଣି ତାପରେ ମାଛ ଭଜା ଏଠି ଭଜା ହେଇ ଥୁଆ ହେଇଗଲାଣି ତାପରେ ଆପରେ ରାଇସ୍ଟା ହେବ ଝୋଳଟା ବି ହେବ ତାପରେ ଚାଲନ୍ତୁ ମାଛ ଭଜା ହେବ ଦେଖିବେ ମାଛ ଇଏ ସବୁ ଆମର ହେଇଗଲା ଇଏ ଅଛି ଲେମ୍ବୁ ସାଥିରେ ଲେମ୍ବୁ କଞ୍ଚା ଲଙ୍କା ପିଆଜ ଆମର ଏବେ ମାଛ ଏବେ ରେଡ଼ି ଭଜା ତାପରେ ଝୋଳଟା ବସିବ ଆମର ଯାଇଛନ୍ତି ରାଇସ୍ ଆଣିବାକୁ ମାଛଟା ଆମେ ଆଣିଥିଲୁ ହେରି ସେ ରାଇସ୍ ଆଣିନାହାନ୍ତି ଆମେ ମାଛ ଭଜା କରିକି ଆମେ ଏବେ ବସିଛୁ ମାଛ ଭଜାଟା ଆପଣମାନଙ୍କୁ କେମିତି ଲାଗିଲା ଆଉ କମେଣ୍ଟ ଜଣାଇବେ ହେଇପାରେ ରାତି ହେଇପାରେ କିନ୍ତୁ ମାଛ ଭଜାଟା ଆପଣମାନଙ୍କୁ କେମିତି କ'ଣ ଲାଗିଛି କରିବେ ଯଦି ଆସିଲେ ତ ଆମେ ମାଛ ଝୋଳ ରାଇସ୍ଟା ଆମେ ଭିଡ଼ିଓ କରିବୁ ନହେଲେ ନାହିଁ ଆମେ ରାତି ହେଇଯିବ ଭିଡ଼ିଓ କରିହେବନି କାହିଁକିନା ଲାଇଟ୍ର ସୁବିଧା ସେମିତି ନାହିଁ ଭାଡ଼ିରେ ଦେଖୁଥିବେ ଭାଡ଼ିଟା ତ ଲାଇଟ୍ ସୁବିଧା କିଛି ନାହିଁ ଏଠି ଗଛ ଇଏଟା ଆମେ ଏଠି ବସୁଛୁ ରୋଷେଇଟା ହେବ ଚାଲିଛି କ'ଣ ବାବୁ ଏବେ କ'ଣ ମାଛ ଟିକେ ସେମାନେ ଆସିନାହାନ୍ତି ମାଛ ଖାଇଦେବା କି ଦେଖିବା ଟେଷ୍ଟ କରିବା କେମିତି କ'ଣ ଲାଗୁଛି ଚାଲ ଚାଖିଆ ଟିକେ କେମିତି କ'ଣ ଲାଗୁଛି ତାପରେ ଆମେ ଇଏ କରିବା ଆଉ ଚାଖିଆ ସେମାନେ ଆସୁ ଆସୁ କାହିଁକିନା ଗଣି ଜାଣିପାରିବେନି ଆହୁରି ସିଆଡ଼େ ଅଛି କଞ୍ଚା ମାଛ ସେ ଇଏ କରିବା ପାଇଁ ତ ଚାଲନ୍ତୁ ଆମେ ଫାଷ୍ଟ ଟିକେ ପପନମ୍ବର ଆମେ ଖାଇବୁ ତାପରେ ଦେଖିବୁ କେମିତି କ'ଣ ଲାଗୁଛି ଚାଲ ରୋଷେଇବାସ ହେଇଗଲାଣି ତ ସବୁ ଥୁଆ ହେଇଛି ଏଥର ଖାଇବା ପହଲା ଆମର ଆସିଲେଣି ହେରି ଦେଖୁଥିବେ ତ ଆମର ମେଢ଼ ଚାଲିଛି କାମ ଆମେ ସବୁ ରୋଷେଇବାସ ଚାଲିଛି ରାଇସ୍ଟା ବି ହେଇଗଲାଣି ଆଜି ଟିକେ ଜଲ୍ଦି ହେଇଗଲା କାହିଁକିନା ଆସିଲେ ତ ପତ୍ର ଫତ୍ର ସବୁ ଇଏ ଯୋଉ ଉପରେ ଦେଖୁନ ଗଣେଶ ପୂଜା ଯୋଉ ମେଢ଼ ହେଇଥିଲା ସେଇ ବିଷୟରେ ଆମର କଥାବାର୍ତ୍ତା ଚାଲିଛି ଆମ ରୋଷେଇ ସରିଲା ଭିତରେ ଯୋଉ ଗ୍ୟାପ୍ ଚାଲନ୍ତୁ ଆମେ ଖାଇବା ଏଥର ଆଉ ଜଣେ ଆମର ଅତିଥି ଆସିନାହାନ୍ତି ଅତିଥି ଆସିଲେ ଆମେ ଖାଇବା ଷ୍ଟାର୍ଟ କରିବା ଚାଲନ୍ତୁ ଆମର ଏବେ ଦେଖୁଥିବେ ଆମର ପହଲା ସବୁ ଆମର କଥାବାର୍ତ୍ତା ହଉନି ଚାଲନ୍ତୁ ଆମେ ରହୁଛୁ ଏତିକି ପୁଣି ଖାଇଲା ପରେ ଆମେ ଇଏ କରିବା ଭିଡ଼ିଓଟା କରିବା ଆଉ ଜୟ ଜଗନ୍ନାଥ ଚାଲନ୍ତୁ ଆମେ ରହିବା